ପୁରୀରେ ଥିବା ଏକ ଛୋଟ ଗାଁ ଗୋପାଳପୁର। ଏଠି ରହୁଥିଲେ ଜୟନ୍ତ ଓ ଆନ୍ବିକା। ଜୟନ୍ତ ଥିଲେ ଗାଁର ଜଣେ ସାଧାରଣ ଶିକ୍ଷକ, ଯିଏ ଗାଁର ସ୍କୁଲରେ ଛୁଆମାନଙ୍କୁ ପଢ଼ାଉଥିଲେ। ଆନ୍ବିକା ଥିଲେ ଗାଁ ପାଖରେ ଥିବା କଲେଜର ଏକ ଛାତ୍ରୀ। ସେ ସ୍ନାତକ ଶେଷ କରି ଗ୍ରାଜୁଏସନ ପାଇଁ ପୁରୀ ଚାଲିଯିବା ପ୍ରସ୍ତୁତି ନେଉଥିଲେ। ସେମାନେ ଦୁଇଜଣ ଜଣେ ଅନ୍ୟଙ୍କୁ ଜଣେ ଜଣେ ଚାପ ଭଲ ପାଉଥିଲେ, କିନ୍ତୁ ଏହି ଭଲ ପାଇବା କେବେ କହିପାରିନଥିଲେ। ମାତ୍ର ନଜର ବଦଳ ଏବଂ ହସି ସହ ଏହି ଅଭିବ୍ୟକ୍ତି ଘଟୁଥିଲା। ଗାଁ ମେଳା ଦିନ ଦୁଇଜଣ ଏକ ପାଣିପୁରୀଟି ଡେଲରେ ଏକାଠି ହେଲେ। ଆନ୍ବିକା କିଛି କହିବାକୁ ଚେଷ୍ଟା କଲେ, କିନ୍ତୁ ଲଜ୍ଜାରେ କହିପାରିଲେ ନାହିଁ। ତେବେ ଜୟନ୍ତ ଧୀରେ ହସି କହିଲେ, ତୁମେ ଯେତେବେଳେ ଅନ୍ୟ ଜଣଙ୍କୁ ଦେଖି ହସୁଛ, ମୁଁ ଅନୁଭବ କରେ ଯେ ମୋ ସାମ୍ନାରେ ଗୋଟିଏ ପ୍ରକାଶ ଆସୁଛି। ଆନ୍ବିକା ଲଜ୍ଜାଇ ହସିଗଲେ, ଏବଂ ସେହିଦିନ ଦୁଇଜଣ ମଧ୍ୟ ଏକ ନୂଆ ରିସ୍ତା ଆରମ୍ଭ କଲେ। ଯେତେବେଳେ ଆନ୍ବିକା ପୁରୀ ପଢ଼ିବାକୁ ଚାଲିଗଲେ, ଦୁଇଜଣ ଚିଠି ଦ୍ୱାରା ଯୋଗାଯୋଗ ରଖିଲେ। କିନ୍ତୁ ସମୟ ଯେପରି ଚାଲିଗଲା, ଚିଠି ମିଳିବା ହାର ହ୍ରାସ ପାଇଲା। ଜୟନ୍ତ ତାଙ୍କ ଶିକ୍ଷଣ କାର୍ଯ୍ୟରେ ବ୍ୟସ୍ତ ହେଲେ ଏବଂ ଆନ୍ବିକା ନୂଆ ଜୀବନରେ ଖୋଇଗଲେ। ଏକ ଦିନ ଆନ୍ବିକା ଚିଠି ଲେଖିଲେ, ଜୟନ୍ତ, ଯଦି ଆପଣ ଆଜି ବି ଆଗରେ ଥିବେ, ମୁଁ ଚାହୁଁଛି ଆମେ ପୁଣି ଏକଠି ହେବାକୁ। ମୁଁ ଆସୁଛି ଗାଁକୁ ଆସନ୍ତା ରବିବାର। ଆସିବେ କି ମିଠା ଗଛ ତଳେ? ସେହି ରବିବାର, ମିଠା ଗଛ ତଳେ ଜୟନ୍ତ ବସି ଅପେକ୍ଷା କରୁଥିଲେ। ବର୍ଷା ଧୀରେ ଝରୁଥିଲା, ଆକାଶ ନୀଳ ଥିଲା ଏବଂ ପୂର୍ବ ମୁହଁରେ ଏକ ହସ ନେଇ ଆନ୍ବିକା ଆସିଗଲେ। ସେ ଦୁଇ ହସିଲେ, ଲୁଚିଥିବା ମନର କଥା ମନେ ମନେ କହିଲେ। ଏହିଥିରୁ ଏକ ନୂଆ ଆରମ୍ଭ ହେଲା। କିଛି ବର୍ଷ ପରେ, ଗାଁରେ ଏକ ଛୋଟ ପାଠଶାଳା ଖୋଲା। ତାହାର ନାମ ଥିଲା ନୀଳ ଆକାଶ, ଯେଉଁଠି ଜୟନ୍ତ ଓ ଆନ୍ବିକା ଦୁଇଜଣ ଏକାଠି ପଢ଼ାଉଥିଲେ। ସେମାନେ ଏବେ ଦୁଇ ଶ୍ରେଷ୍ଠ ଶିକ୍ଷକ ଓ ପ୍ରେମୀ। ନୀଳ ଆକାଶ ତଳେ ଘଟିଥିବା ସେହି ଶୁଭ ମୁହୂର୍ତ୍ତ ସେମାନେ ଆଜି ବି ସ୍ମରଣ କରନ୍ତି, ଏବଂ ପ୍ରେମ କାହାଣୀ ଏକ ଗାଁର ଗାଥା ହୋଇ ରହିଛି।